ପିଲାମାନେ ତୁମମାନଙ୍କୁ ସାଦରେ ସ୍ୱାଗତ କରୁଛି। ଆଜି ତୁମ ସାହିତ୍ୟ ବହିର ତୃତୀୟ ବିଷୟ ପଦ୍ୟ ବର୍ଷା ଆମେ ଆଲୋଚନା କରିବା, ପଢ଼ିବା। ସେଥିରେ ଥିବା ଭାବ, ଭକ୍ତି, ରସ, ବୋଧକୁ ଆମେ ବୁଝିବା। ପିଲାମାନେ, ପ୍ରଥମେ ଆମେ କବିତାର କବି ଅତିବଡ଼ି ଜଗନ୍ନାଥ ଦାସଙ୍କ ବାବଦରେ କିଛି କଥା ଜାଣିବା ଏବଂ ତାପରେ ପରେ ଆମେ କବିତାଟିକୁ ଶୁଣିବା। କବିତାଟିକୁ ଭାବରସ ସହିତ ବୁଝିବା ପାଇଁ ଆଲୋଚନାରେ ମଧ୍ୟ ଭାଗ ନେବା। ତାହେଲେ ପ୍ରଥମେ ଆସ ଆମେ କବି ପରିଚୟକୁ ଯିବା ଏବଂ ତାପରେ କବିତାଟିକୁ ଶୁଣିବା। ଚାଲ ତାହେଲେ। ପିଲାମାନେ, ତୁମେମାନେ ଚିତ୍ରରେ ଯେଉଁ ମହାପୁରୁଷଙ୍କୁ ଦେଖୁଛ ସେ ହେଉଛନ୍ତି ଅତିବଡ଼ି ଜଗନ୍ନାଥ ଦାସ। ପଞ୍ଚଦଶ ଶତାବ୍ଦୀର ଜଣେ ଶ୍ରେଷ୍ଠ ପ୍ରବାଦ ପୁରୁଷ, ଭକ୍ତ, ସନ୍ଥ, ସାହିତ୍ୟିକ। ଅତିବଡ଼ି ଜଗନ୍ନାଥ ଦାସ ପଞ୍ଚସଖା ଯୁଗର ଜଣେ କବି। ପୁରୀ ଜିଲ୍ଲାର କପିଳେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଅତିବଡ଼ି ଓଡ଼ିଆ ସାହିତ୍ୟରେ ଜଣେ ମହାନ କବି, ଭକ୍ତ ଓ ସନ୍ଥ ଥିଲେ। ସେ ପଞ୍ଚସଖା ଅର୍ଥାତ୍ 5 ଜଣ ଭକ୍ତ କବିଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ଓଡ଼ିଆ ଭାଷାରେ ଭକ୍ତି ସାହିତ୍ୟକୁ ଜନମନରେ ପହଞ୍ଚାଇଥିଲେ, ଅର୍ଥାତ୍ ଘରେ ଘରେ ପହଞ୍ଚାଇଥିଲେ। ଖୁବ୍ ସୁନ୍ଦର ଭାବରେ ଲେଖିଥିଲେ। ଲୋକମାନଙ୍କର ମନକୁ ଛୁଇଁ ଲୋକମାନଙ୍କ ବୁଝିଲା ପରିକା ସାହିତ୍ୟରେ ଲେଖିଥିଲେ। ଜଗନ୍ନାଥ ଦାସଙ୍କୁ ଅତିବଡ଼ି ଉପାଧି ଦିଆଯାଇଥିଲା। ଏହି ଉପାଧି ଶ୍ରୀ ଚୈତନ୍ୟଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହାର ଅର୍ଥ ମହାନ ବ୍ୟକ୍ତି ବା ଶ୍ରେଷ୍ଠ ବ୍ୟକ୍ତି। ତାଙ୍କ ରଚିତ ଓଡ଼ିଆ ଭାଗବତ ଏକ ପବିତ୍ର ଗ୍ରନ୍ଥ ଭାବରେ ଘରେ ଘରେ ପରିଚିତ। ଆମମାନଙ୍କର ଘରେ ଓଡ଼ିଆ ଭାଗବତ ଥିବ, ଗାଁରେ ଭାଗବତ ଟୁଙ୍ଗି ଅଛି, ଏସବୁ ଆମେ ଜାଣିଛନ୍ତି। ସେଇଠି ଏହି ଭାଗବତ ପଢ଼ାଯାଉଛି। ଭାଗବତ ଜନ୍ମ ଉତ୍ସବ ଗାଁରେ ପାଳନ କରାଯାଏ। ଭାଗବତ ପର୍ବ ମଧ୍ୟ ହୁଏ। ଆମର ଭାଗବତ ଟୁଙ୍ଗି ପ୍ରତିଷ୍ଠା ଦିବସ ହୁଏ। ବୁଝିହେଲା ସବୁ କଥା। ବର୍ଷା କବିତାଟି ଓଡ଼ିଆ ଭାଗବତର 10ମ ସ୍କନ୍ଧର 21 ଅଧ୍ୟାୟରୁ ଆସିଅଛି। କେଉଁ ସ୍କନ୍ଧରୁ? 10ମ ସ୍କନ୍ଧରୁ। 10ମ ସ୍କନ୍ଧର ଅଧ୍ୟାୟ ସଂଖ୍ୟା କେତେ? 21 ଅଧ୍ୟାୟରୁ ଏହା ଆସିଅଛି। ପ୍ରକୃତି ଜୀବଜଗତର ଆବଶ୍ୟକତା ତଥା ଦୁଃଖ କଷ୍ଟକୁ ଦୂର କରିବା ପାଇଁ ସର୍ବଦା ତତ୍ପର ହୋଇଥାଏ। ଏହି କଥାଟି ବର୍ଷା କବିତାରେ ବର୍ଣ୍ଣିତ। ପ୍ରକୃତି ନିଜେ ପ୍ରାଣୀମାନଙ୍କର ଦୁଃଖ କଷ୍ଟକୁ ଲାଘବ କରେ। ପ୍ରକୃତି କ୍ଷତି କରେ ନା। ପ୍ରକୃତିକୁ ଆମେ ଅଣଦେଖା କରିବା ଦ୍ୱାରା ଆମ ଭିତରେ ଥିବା ସତର୍କତା, ପ୍ରକୃତି ପ୍ରତି ଯତ୍ନହୀନତା, ଅସତର୍କ ମନୋଭାବ, ପ୍ରକୃତିକୁ ଯତ୍ନ ନ ନେବା ଦ୍ୱାରା ପ୍ରକୃତିର ଚିତ୍ର ପରିବର୍ତ୍ତନ ହୁଏ, ଆମ ପାଇଁ ଦୁଃଖର କାରଣ ହୁଏ। କିନ୍ତୁ ବାସ୍ତବରେ ପ୍ରକୃତି ଜନମାନସକୁ ଦୁଃଖ କଷ୍ଟ ଦେଇନଥାଏ। ପ୍ରକୃତିର ଗୋଟିଏ ରୂପ ହେଉଛି ବର୍ଷା। ସେ ଧରାପୃଷ୍ଠକୁ କେମିତି ଆସେ, ଗ୍ରୀଷ୍ମର ଅସହ୍ୟ ଯନ୍ତ୍ରଣାକୁ ଭୁଲିଯାଇ ମଣିଷ ଟିକିଏ ଆରାମ ଅନୁଭବ କରେ କିପରି, ସେ ସମସ୍ତ କଥା ଭାଗବତର ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅତିବଡ଼ି ଜଗନ୍ନାଥ ଦାସ ଅତି ସରଳ ପ୍ରାଞ୍ଜଳ ଭାବରେ ତାହା ବର୍ଣ୍ଣନା କରିଛନ୍ତି। ହେଲେ ବର୍ତ୍ତମାନ ଆମେ କବି ପରିଚୟରୁ କେତେ ଗୋଟିଏ ପ୍ରଶ୍ନ ଆଲୋଚନା କରିନେବା, ତାପରେ କବିତାକୁ ଯିବା। ଠିକ୍ ଅଛି। ତାହେଲେ ପିଲାମାନେ, ଚିତ୍ରରେ ଦେଖୁଛ ଅତିବଡ଼ି ଜଗନ୍ନାଥ ଦାସ। ଆମେ ତାଙ୍କ ବିଷୟରେ କେତେଟା କଥା ଟିକେ ମନେ ପକାଇ ନେବା। ଅତିବଡ଼ି ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀର ପୁରୀ ଜିଲ୍ଲାର ଡେସ୍ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କହିପାରିବା କେଉଁ ଗ୍ରାମରେ? ଠିକ୍ କହିଲ, କପିଳେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଅତିବଡ଼ି ଓଡ଼ିଆ ସାହିତ୍ୟର ଜଣେ ମହାନ କବି, ଭକ୍ତ ଓ ସନ୍ଥ ଥିଲେ। ସେ କେଉଁ ସଖା? ପଞ୍ଚସଖା। 5 ଜଣ ଭକ୍ତ କବି। ସେ ପଞ୍ଚସଖା ମଧ୍ୟରୁ ଜଣେ ଥିଲେ। ଓଡ଼ିଆ ଭାଷାରେ ଡେସ୍ ଜନମନରେ ପହଞ୍ଚାଇଥିଲେ। କଣକୁ ସେ ଲୋକମାନଙ୍କ ପାଖରେ ପହଞ୍ଚାଇଥିଲେ କହିଲ? ଭକ୍ତି ସାହିତ୍ୟକୁ ଲୋକମାନଙ୍କ ପାଖରେ ପହଞ୍ଚାଇଥିଲେ। ଜଗନ୍ନାଥ ଦାସଙ୍କୁ ଡେସ୍ ଉପାଧି ଦିଆଯାଇଥିଲା। କେଉଁ ଉପାଧି ଦିଆଯାଇଥିଲା କହିପାରିବ? ମନେ ପକେଇଲେ କେଉଁ ଉପାଧି ଦିଆଯାଇଥିଲା? ଅତିବଡ଼ି ଉପାଧି। ଆଚ୍ଛା, ଏଇ ଅତିବଡ଼ି ଶବ୍ଦର ଅର୍ଥ କଣ? ଏହାକୁ କିଏ ଦେଇଥିଲେ କହିପାରିବ? କିଏ ଦେଇଥିଲେ? ଶ୍ରୀ ଚୈତନ୍ୟ ଏହି ଉପାଧି ଦେଇଥିଲେ ଏବଂ ଏହି ଉପାଧିର ଅର୍ଥ ହେଉଛି ମହାନ ବ୍ୟକ୍ତି। ଠିକ୍ ଅଛି ପିଲାମାନେ, ଓଡ଼ିଆ ଭାଗବତର କେଉଁ ଅଧ୍ୟାୟରେ ବର୍ଷା କବିତାଟି ଆସିଅଛି? 10ମ ସ୍କନ୍ଧ 21 ଅଧ୍ୟାୟରୁ ବର୍ଷା କବିତାଟା ଆସିଅଛି। ପୂର୍ଣ୍ଣ କବିତାଟିକୁ ଶୁଣି ନେବା। ସେଥିରେ ଆମେ ନିଶ୍ଚୟ କିଛି କଥା ବୁଝିପାରିବା। ତାପରେ ପରେ 4ଟି ପଂକ୍ତିକୁ ନେଇ ଛୋଟ ଛୋଟ ଆଲୋଚନା ଏବଂ ତାର ଭାବ, ରସ, ଭକ୍ତି, ବୋଧ ସବୁକୁ ବୁଝିବା ଏବଂ ଆଗକୁ ଯିବା। ତାହେଲେ ପିଲାମାନେ, ବର୍ତ୍ତମାନ ସମ୍ପୂର୍ଣ୍ଣ କବିତାଟିକୁ ଥରୁଟିଏ ଶୁଣିନେବା। ଆସ। ଗ୍ରୀଷ୍ମ କାଳ ଗଲା, ବରଷା ଋତୁ ପ୍ରକାଶିଲା, ସକଳ ଋତୁଙ୍କର ସାର
ଶସ୍ୟ ସମ୍ପଦ ମଞ୍ଚପୁର ମେଘେ ମିଳିଲେ ଶୂନ୍ୟ ପଥେ ବିଜୁଳି ଶବଦ ସଙ୍ଗତେ ମହିମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ ଘୋର ଶବଦେ ମେଘମାଳ ଗର୍ଜିନ ବରସନ୍ତି ଜଳ ପ୍ରାଣୀ ଜୀବନ ଜଳ ରାଶି କରୁଣା ଚିତ୍ତରେ ବରସି ପୃଥିବୀର ବି ତେଜ ଗ୍ରାସେ ତାପିତ ଥିଲା ଅଷ୍ଟମାସେ ଜଳ ପାଇଲା ତୋଷ ଚିତେ ତପସ୍ୱୀ ଜନଙ୍କର ମତେ ତପସ୍ୟା ଫଳ ଯେହ୍ନେ ପାଇ ଭୁଞ୍ଜନ୍ତି ଅତି ସୁଖୀ ହୋଇ ଖାଦ୍ୟ ତ କୀଟ ନିଶା ମୁଖେ ଜଗତ ଆବରିଲେ ସୁଖେ ମଣ୍ଡୁକେ ମେଘ ନାଦ ଶୁଣି ଗର୍ଜନ୍ତି ଆବରିଣ ପାଣି ଅଳପ ନଦୀ ଏ ପୁରିଲେ ଲହରୀ ମତେ ଉଛୁଳିଲେ ନାନା ପ୍ରକାରେ ଶସ୍ୟ ରାଶି ଏଣେ ପୂରିତ ମହିଦିଶି ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହି ମୟୂରେ ଗିରି ଶିଖେ ଥାଇ ନୃତ୍ୟ କରନ୍ତି ମେଘେ ଚାହିଁ ଅତିଥି ଦେଖି ଭକ୍ତ ଜନେ ଯେସନେ ତୋଷ ହନ୍ତି ମନେ ମାନେ ବର୍ଷା କବିତାର ପ୍ରଥମ ଧାଡ଼ି ଏମନ୍ତ ଗ୍ରୀଷ୍ମ କାଳ ଗଲା ବରଷା ଋତୁ ପ୍ରକାଶିଲା। ଏହାର ଅର୍ଥ ଯଦି ବୁଝିବା କୁହାଯାଇପାରେ ଏଇଭଳି ଭାବରେ ଗ୍ରୀଷ୍ମକାଳ ଧରାପୃଷ୍ଠରୁ ବିଦାୟ ନେଲା ଏବଂ ତାପରେ ପରେ ବର୍ଷା ଋତୁ ଉପସ୍ଥିତ ହେଲା। ଏଇ ହେଉଛି ସହଜରେ କହିପାରିବା। କିନ୍ତୁ ଆମେ ଟିକେ ଜାଣିବା ଏହା ଓଡ଼ିଆ ଭାଗବତର କଥା। ଏଠାରେ କୃଷ୍ଣ ରସ ଅମୃତକୁ ବର୍ଣ୍ଣନା କରାଯାଇଛି। ଆମର ପ୍ରଭୁ ଆରାଧ୍ୟ ଶ୍ରୀକୃଷ୍ଣଙ୍କର ଭକ୍ତ ଭାବରେ କବି ତାଙ୍କ ବାବଦରେ ବର୍ଣ୍ଣନା କରିଛନ୍ତି। ଏହି ଅଧ୍ୟାୟଟି ଭକ୍ତି ରସ ସଂଯୁକ୍ତ ଅଧ୍ୟାୟଟିଏ। ଏହି ଅଧ୍ୟାୟ ଭକ୍ତିକୁ ବର୍ଣ୍ଣନା କରିଛି, ଭଲ ପାଇବାକୁ ବର୍ଣ୍ଣନା କରାଯାଇଛି। ଅତଏବ ଏଠାରେ ଋତୁ ମଧ୍ୟ ବର୍ଣ୍ଣନା କରାଯାଇଛି। ଯେତେବେଳେ ଗ୍ରୀଷ୍ମ ଋତୁକୁ ବର୍ଣ୍ଣନା କରାଯାଇଛି ସେତେବେଳେ ଗ୍ରୀଷ୍ମ ଋତୁର କଷ୍ଟ ଯନ୍ତ୍ରଣାକୁ ଏଠାରେ ବର୍ଣ୍ଣନା କରାଯାଇଛି। ଗ୍ରୀଷ୍ମ ଋତୁରେ ଏମିତି ହୁଏ, ସେମିତି ହୁଏ, ସେମିତି ହୁଏ, ଏସବୁ କଥା ବର୍ଣ୍ଣନା କରାଯାଇଛି। ଗ୍ରୀଷ୍ମ ଋତୁ କଷ୍ଟଦାୟକ। ପିଲାମାନେ, ଚିତ୍ରରେ ଆମେ ଗ୍ରୀଷ୍ମର ଯନ୍ତ୍ରଣାମୟ ଜୀବନକୁ ସ୍ପଷ୍ଟ ଦେଖିବାକୁ ପାଉଛନ୍ତି। ବରଡ଼ା ବିଞ୍ଚଣାରେ ମାଉସୀ ଜଣକ ମଉସାଙ୍କୁ ଥଣ୍ଡା କରିବା ପାଇଁ ଚେଷ୍ଟା କରୁଛନ୍ତି। ଫେରିବାଲାଟିକୁ ଦେଖନ୍ତୁ କେମିତି ସେ ନିସ୍ତବ୍ଧ ଦ୍ୱିପ୍ରହରର ତାପ ସହିବା ପାଇଁ ଗଛ ତଳେ ଆଶ୍ରୟ ନେଇଛନ୍ତି ଏବଂ ତାଙ୍କ ସହିତ ପଶୁପକ୍ଷୀମାନେ ମଧ୍ୟ। ଚିତ୍ରରେ ତମମାନେ ସବୁ ଦେଖିପାରୁଛ ଗ୍ରୀଷ୍ମର ତାପ। ଚାତକ ପକ୍ଷୀଟି କେମିତି ଚାହିଁ ରହିଛି ବର୍ଷା ଜଳ ଟୋପାଏ ପଡ଼ିଯାଆନ୍ତା କି ସେ ଆରାମରେ ଟିକେ ବଞ୍ଚିପାରନ୍ତା। ଚିତ୍ରରେ ତୁମେ ସ୍ପଷ୍ଟ ଦେଖିପାରୁଥିବ ଏବଂ ଗ୍ରୀଷ୍ମକୁ ଅନୁଭବ କରିପାରୁଥିବ। ହଁ ପିଲାମାନେ, ଏଠାରେ ଦେଖ ଶ୍ୱାନ କେମିତି ଥକେଇ ହେଉଛି କଷ୍ଟ। ଶ୍ୱାନଟି ଗରମକୁ ସହି ନ ପାରି ଅସ୍ତବ୍ୟସ୍ତ ଢଙ୍ଗରେ ଜୀଇ ଚାଲିଛି। ନଳକୂଅରେ ଜଳ ତଳ ଧରି ଯାଇଛି। ଲୋକମାନଙ୍କର ଭିଡ଼ ସେଠାରେ ଜଳ ଟୋପାଏ ନେବେ। ପୁରୁଣା କାଳର କଥା। ଗ୍ରୀଷ୍ମ ଆହୁରି ତାପଯୁକ୍ତ ଏବଂ କଷ୍ଟଦାୟକ ଥିଲା। ଆଧୁନିକ ଯୁଗରେ ଆମେ ବିଭିନ୍ନ ପ୍ରକାର ସରଞ୍ଜାମ ବ୍ୟବହାର କଲେଣି। ବିଦ୍ୟୁତ୍ ମଧ୍ୟ ଆମ ପାଖରେ ଆସି ପହଞ୍ଚିଲାଣି। ଆମେ ବହୁ ଆଗୁଆ ହେଲେଣି। ଗ୍ରୀଷ୍ମକୁ ପରାସ୍ତ କରିବାର ବୈଜ୍ଞାନିକ ବୁଦ୍ଧି ଆମ ପାଖରେ ପହଞ୍ଚିଲାଣି।
ଗ୍ରୀଷ୍ମ କାଳର ଚିତ୍ର ଏବଂ ଭୂମିର ଶୁଷ୍କ ଅବସ୍ଥାକୁ ତୁମେ ଅନୁଭବ କରିପାରୁଥିବ। ଏଥିରୁ ସ୍ପଷ୍ଟ ବାରି ହେଇ ପଡୁଛି ଗ୍ରୀଷ୍ମ କେତେ ଦାରୁଣ, କେତେ କଷ୍ଟଦାୟକ ଥିଲା। କବି ଭାଗବତରେ କହିଛନ୍ତି, ଏମିତି ଭାବରେ କଷ୍ଟ ଦେଇ ଗ୍ରୀଷ୍ମ ଚାଲିଗଲା। ଏବେ ଚିତ୍ରକୁ ଟିକେ ଦେଖ, ସୁନ୍ଦର ଭାବରେ ବର୍ଷା ଧରାଧାମକୁ ଓହ୍ଲାଇ ଆସିଛନ୍ତି। ଯେଉଁଠି ଦେଖୁଛନ୍ତି ସେଇଠାରେ ଜଳ, ସୁନ୍ଦର ପରିବେଶ, ଚାରିଆଡେ ଖାଲି ସବୁଜିମା, ଗାଁ ଦାଣ୍ଡରେ ଜଳ, ପୋଖରୀ ତୁଠରେ ଜଳ, ଲୋକମାନେ ଜଳରେ ଆନନ୍ଦ ନେଉଛନ୍ତି ଭିଜି ଭିଜି, ସଡ଼କରେ ଜଳ, ସବୁଠି ଜଳ। ବର୍ଷା ନଦୀ ସମ୍ପର୍କ ବୃଦ୍ଧି ହେଇଛି, ନଦୀର ଜଳ ଉଛୁଳି ଉଠୁଛି, ଲୋକମାନେ ମାଛ ଧରାରେ ବ୍ୟସ୍ତ, ନଦୀ ଜଳ ଉଛୁଳା ହୋଇ ବହି ଯାଉଛି। ପୂର୍ଣ୍ଣ ସ୍ୱରରେ ଗୀତ ଗାଇ ଗାଇ ତମେ ଚିତ୍ରରେ ଦେଖିବାକୁ ପାଉଛ। ଏଇଭଳି ଭାବରେ ଗ୍ରୀଷ୍ମ ଧରାଧାମରୁ ଚାଲି ଯାଇଛି। ଘଡ଼ଘଡ଼ି, ବର୍ଷା, ଇନ୍ଦ୍ରଧନୁକୁ ନେଇ ବର୍ଷାରାଣୀ ଓହ୍ଲେଇ ଆସିଛି ପୃଥିବୀ ପୃଷ୍ଠରେ। ସବୁଜିମା ସହିତ ସବୁଜ କ୍ଷେତ, ରଙ୍ଗୀନ ଫୁଲର ବଗିଚା ଏବଂ ସବୁଠି କେବଳ ପନିପରିବାରେ ପରିପୂର୍ଣ୍ଣ ବାଡ଼ି ଏବଂ ବଜାର। ଏମିତି ଏକ ସବୁଜମୟ ପରିବେଶକୁ ନେଇ ବର୍ଷା ଆସିଯାଇଛି। ଗାଁ ଦାଣ୍ଡକୁ, ପୋଖରୀ ତୁଠକୁ, ନଈ ପଠାକୁ, ସବୁଆଡ଼କୁ। ଆକାଶରେ ଖଣ୍ଡ ଖଣ୍ଡ ଧଳା ମେଘ, ପଶୁପକ୍ଷୀମାନେ ଆନନ୍ଦରେ ସ୍ନାନ କରୁଛନ୍ତି। ମଝିରେ ମଝିରେ ରହି ରହି ବିଜୁଳି ତାର ଖେଳ କରୁଛି। ପକ୍ଷୀ ଶାବକ ବିଜୁଳିର ଶବ୍ଦକୁ ଡରି ଲୁଚି ପଡୁଛି। ଗାଁ ଦାଣ୍ଡରେ ବର୍ଷାର ଆସନ୍ନ ସ୍ଥିତିକୁ ଦେଖି ସମସ୍ତେ ନିରବି ଯାଇଛନ୍ତି, ଆଶ୍ରୟସ୍ଥଳ ଖୋଜି ଚାଲି ଯାଉଛନ୍ତି। ବର୍ଷା ପୃଥିବୀ ପୃଷ୍ଠକୁ ଆସିଯାଇଛି। ଏଇ କଥା କବି ଭାଗବତରେ ଏଇ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି। ଦୁଃଖର ସମୟ ବିତି ଯାଇଛି, ବର୍ଷା ଋତୁ ପୃଥିବୀ ପୃଷ୍ଠକୁ ଆସିଯାଇଛି। ଆଉ ଏକ ପଂକ୍ତିରେ କବି ପୁନଶ୍ଚ କହୁଛନ୍ତି, ସକଳ ଋତୁଙ୍କର ସାର, ଶସ୍ୟ ସମ୍ପଦ ମଞ୍ଚପୁର। ସକଳ ଋତୁଙ୍କ ଭିତରେ ଏହି ଋତୁ ହେଉଛି ଶ୍ରେଷ୍ଠ ଋତୁ, ସାର ଋତୁ, ଶ୍ରେଷ୍ଠ ଋତୁ, ମୁଖ୍ୟ ଋତୁ, ପ୍ରଧାନ ଋତୁ। ସକଳ ସମସ୍ତ, ସବୁ, ସବୁ ଋତୁମାନଙ୍କ ଭିତରେ, ସବୁ ଋତୁ 6ଟି ଋତୁ, 6ଟି ଋତୁ ଭିତରେ ଋତୁ ଶ୍ରେଷ୍ଠ ହେଉଛି ବର୍ଷା। ସେଇ କଥା କବି କହୁଛନ୍ତି, ସକଳ ଋତୁଙ୍କ ଭିତରେ ବର୍ଷା ଋତୁ ହେଉଛି ଶ୍ରେଷ୍ଠ। ତାର କାରଣ ମଧ୍ୟ କହୁଛନ୍ତି କବି ଏଠାରେ। ଏହି ଋତୁରେ, ଏ ମଞ୍ଚପୁରରେ, ଏଇ ମଞ୍ଚପୁରରେ, ପୃଥିବୀ ପୃଷ୍ଠରେ ଶସ୍ୟ ସମ୍ପଦ ଭରପୁର ଥାଏ। ଚାରିଆଡେ ସବୁଜିମା, ବାଡ଼ି ବଗିଚାରେ ଫଳ, ଫୁଲ, ପନିପରିବା, ପୋଖରୀରେ ଚାରିଦିଗରେ ପୋଖରୀରେ ପାଣି। ଫଳସ୍ୱରୂପ ବଜାରରେ ମଧ୍ୟ ଫଳ, ପନିପରିବା ସମ୍ପୂର୍ଣ୍ଣ ପରିମାଣରେ ଉପଲବ୍ଧ, ପ୍ରଚୁର ପରିମାଣରେ ଉପଲବ୍ଧ। କୃଷି କାର୍ଯ୍ୟ ଚାଲୁ ରହିଥାଏ। ଜଳ ଯେହେତୁ ପୃଥିବୀ ପୃଷ୍ଠରେ ପହଞ୍ଚେ, ଫୁଲ ଫଳରେ ବାଡ଼ି ବଗିଚା ସୁନ୍ଦର ଭାବରେ ସୁସଜ୍ଜିତ ହୋଇଯାଏ। ଆକାଶର ଶୋଭା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆକାଶରେ ଇନ୍ଦ୍ରଧନୁ, ଚାରିଆଡେ ଖାଲି ସବୁଜିମା, ଟୁପୁ ଟୁପୁ ବର୍ଷା ଏବଂ ନଦୀରେ ଜଳ। ଏଇ କଥାକୁ କବି ଏଠାରେ ବର୍ଣ୍ଣନା କରି କହିଛନ୍ତି, ଏହା ସବୁ ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ, ସାର, ପ୍ରଧାନ, ମୁଖ୍ୟ। ବୁଝିହେଲା ପିଲାମାନେ? ପରବର୍ତ୍ତୀ ପଂକ୍ତିକୁ ଯିବା। ପୁନଶ୍ଚ କବି କହିଛନ୍ତି, ମେଘେ ମିଳିଲେ ଶୂନ୍ୟ ପଥେ, ବିଜୁଳି ଶବଦ ସଙ୍ଗତେ। ମେଘମାନେ ଶୂନ୍ୟ ପଥ ଅର୍ଥାତ୍ ଆକାଶ। ମେଘମାନେ କେଉଁଠି ମିଳିଲେ? ଆକାଶରେ ମିଳିଲେ। ଆମେ ଚିତ୍ରରେ ଦେଖୁଛନ୍ତି କେମିତି ଆସିକି ମିଳିଲେ। ସେମାନେ ଯେତେବେଳେ ପରସ୍ପର ସହିତ ମିଶିଲେ, ପରସ୍ପର ସହିତ ଆଘାତପ୍ରାପ୍ତ ହେଲେ, ସେତେବେଳେ ବିଜୁଳି ଆଉ ଘଡ଼ଘଡ଼ି ସୃଷ୍ଟି ହେଲା। କୋଉଠି? ଆକାଶରେ। ତାହେଲେ ବିଜୁ, ଘଡ଼ଘଡ଼ି ଏସବୁ ଆସିଲା ପରେ ମେଘ ହବାଟା ସ୍ୱାଭାବିକ କଥା ବୋଲି ଆମେ ଜାଣନ୍ତି। ମେଘ ଯେତେବେଳେ ହୁଏ ତା ସାଙ୍ଗରେ ବିଜୁ, ଘଡ଼ଘଡ଼ି ହୁଏ। କବି ସେଇ କଥା ଏଠାରେ ବର୍ଣ୍ଣନା କରିଛନ୍ତି, ମେଘେ ମିଳିଲେ ଶୂନ୍ୟ ପଥେ, ବିଜୁଳି ଶବଦ ସଙ୍ଗତେ। ଏ କଥାଟି ଆମେ ବୁଝିପାରିଲେ। ପୁନଶ୍ଚ ଆମେ ପରବର୍ତ୍ତୀ କଥାକୁ ଯିବା। ପୁନଶ୍ଚ ଧାଡ଼ିରେ କବି ଲେଖିଛନ୍ତି, ମହିମଣ୍ଡଳ ଦୁଃଖ ଚାହିଁ, ଜଳ ଛାଡ଼ିଲା ତୋଷ ହୋଇ। ଏ ମହିମଣ୍ଡଳ ଅର୍ଥାତ୍ ଏ ପୃଥିବୀ ପୃଷ୍ଠର ଦୁଃଖକୁ ଆଉ ସହିପାରିଲେ ନାହିଁ। କିଏ ସହିପାରିଲେ ନାହିଁ? ଇନ୍ଦ୍ରଦେବ ସହିପାରିଲେ ନାହିଁ। ଆମେ ପ୍ରକୃତି ସହିପାରିଲେ ନାହିଁ। ଇନ୍ଦ୍ରଦେବ ହେଉଛନ୍ତି ବର୍ଷାର ରାଜା।
ସେ ସହିପାରିଲେ ନାହିଁ। ସନ୍ତୋଷ ହେଇ ଲୋକମାନଙ୍କର ତ୍ରାହି ତ୍ରାହି ଡାକକୁ ଲାଘବ କରିବା ପାଇଁ ସେ ପୃଥିବୀ ପୃଷ୍ଠର ଲୋକମାନଙ୍କ ଉପରେ ସନ୍ତୋଷ ହୋଇ ବର୍ଷା ଆରମ୍ଭ କରାଇଲେ। ପୃଥିବୀ ପୃଷ୍ଠରେ ବର୍ଷା ତାର ଲୀଳାଖେଳ ଆରମ୍ଭ କଲା। ଶୀତଳତା ଭରି ହେଇଗଲା। ପଶୁ ପକ୍ଷୀଠୁ ଆରମ୍ଭ କରି କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତେ ଖୁସିରେ ନାଚି ଉଠିଲେ। ବର୍ଷା ପୃଥିବୀ ପୃଷ୍ଠକୁ ଆସିଗଲା। ଏଇ କଥା କବି এই କବିତାରେ ବର୍ଣ୍ଣନା କରିଛନ୍ତି। ପୁନଶ୍ଚ କବି କହୁଛନ୍ତି, ଘୋର ଶବଦେ ମେଘମାଳ ଗର୍ଜିଣ ବରସନ୍ତି ଜଳ। ଆକାଶରୁ ମେଘ କେମିତି ହେଉଛି? ମେଘମାଳା ଗୁଡ଼ିକ ପରସ୍ପର ସହିତ ଧକ୍କା ଖାଇ ବିଜୁ ଏବଂ ଘଡ଼ଘଡ଼ି ସୃଷ୍ଟି କରୁଛନ୍ତି। ସେଇ ଘଡ଼ଘଡ଼ି ବିଜୁକୁ ଘୋର ଗର୍ଜନ ବୋଲି କବି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ବର୍ଷା କେମିତି ହେଉଛି ନା ଗର୍ଜନ କରି ପୃଥିବୀ ପୃଷ୍ଠରେ ବର୍ଷା ହେଉଅଛି। ଏହି ସମୟରେ ଘୋର ଶବ୍ଦରେ ମେଘମାଳମାନ ବର୍ଷି ଯାଉଛନ୍ତି ପୃଥିବୀ ପୃଷ୍ଠରେ ଏବଂ ଶୀତଳତା ଆଣିଦେଇଛନ୍ତି ପୃଥିବୀ ମାକୁ। ଏହି କଥା କବି ଏଠାରେ ବର୍ଣ୍ଣନା କରିଛନ୍ତି। ଆମେ ବୁଝିପାଇଲେ। ଭିଡ଼ିଓରେ ଆମେ ଏଇ 5ଟି ପଦକୁ ଆଲୋଚନା କରିବା ପିଲାମାନେ। ମୁଁ ଆଉଥରେ ସେଇ ପଦକୁ ପଢ଼ି ନେଉଛି। ଏମନ୍ତ ଗ୍ରୀଷ୍ମ କାଳ ଗଲା, ବରଷା ଋତୁ ପ୍ରକାଶିଲା, ସକଳ ଋତୁଙ୍କର ସାର ଶସ୍ୟ ସମ୍ପଦ ମଞ୍ଚପୁର। ମେଘେ ମିଳିଲେ ଶୂନ୍ୟ ପଥେ, ବିଜୁଳି ଶବଦ ସଙ୍ଗତେ, ମହିମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ। ଘୋର ଶବଦେ ମେଘମାଳ ଗର୍ଜିଣ ବରସନ୍ତି ଜଳ। এই କଥାକୁ ଆମେ ଶୁଣିଲେ ଏବଂ ଏ ବାବଦରେ ଆମେ ସାରାଂଶ ଟିକେ ଆଲୋଚନା କରିନେବା। କବି ଗ୍ରୀଷ୍ମ କାଳ ଗଲା ବୋଲି କହିଛନ୍ତି। ତାପରେ ପରେ ବର୍ଷା ଋତୁ ଆସିଗଲା ପୃଥିବୀ ପୃଷ୍ଠକୁ। କବି ବର୍ଷା ଋତୁକୁ ସକଳ ଋତୁମାନଙ୍କ ଭିତରେ ସାର, ଶ୍ରେଷ୍ଠ, ମୁଖ୍ୟ, ପ୍ରମୁଖ ବୋଲି କହିଛନ୍ତି। ସବୁତକ ଋତୁ ଭିତରେ ଶ୍ରେଷ୍ଠ ବୋଲି ବର୍ଣ୍ଣନା କରିଛନ୍ତି। କାହିଁକି ନା ସେହି ସମୟରେ ପୃଥିବୀ ପୃଷ୍ଠରେ ଶସ୍ୟ ଆଉ ସମ୍ପଦ ଭରପୁର ହୋଇ ଉଠେ। ଅର୍ଥାତ୍ ଚାରିଆଡ଼େ ସବୁଜିମା, ଫଳ ଫୁଲ ଭରା ଏବଂ ସବୁ ଜାଗାରେ ପାଣି। ଅର୍ଥାତ୍ ସେହି ସମୟରେ ଚାଷ ଆରମ୍ଭ ହୋଇଯାଏ। ସେହି ସମୟରେ ପନିପରିବାରେ ବାଡ଼ି ବଗିଚା ଭରପୁର ହୋଇ ଉଠେ। ତାପରେ କବି କହିଛନ୍ତି ମେଘମାନେ ଆକାଶରେ ମିଳି ଉଠନ୍ତି। ସେମାନେ ଶୂନ୍ୟ ପଥ ଅର୍ଥାତ୍ ଆକାଶ, ମେଘମାନେ ଆକାଶରେ ମିଳିତ ହୋଇଯାନ୍ତି। ବିଜୁଳି ଶବ୍ଦର ସହିତ ବରସି ଯାଆନ୍ତି ପୃଥିବୀ ପୃଷ୍ଠରେ। ସତେ ଯେମିତି ଏହି ପୃଥିବୀ ପୃଷ୍ଠର ଲୋକମାନଙ୍କ, କୀଟପତଙ୍ଗ, ପଶୁପକ୍ଷୀ, ଜୀବଜନ୍ତୁ ସମସ୍ତଙ୍କର ଦୁଃଖକୁ ଚାହିଁ ପ୍ରଭୁ ବର୍ଷା କରାଇଲେ ଏବଂ ସେ ବର୍ଷା ପାଇ ସମସ୍ତେ ଆନନ୍ଦିତ ହେଲେ। ଘୋର ଶବଦେ ମେଘମାଳ ଗର୍ଜିଣ ବରସନ୍ତି ଜଳ। କେମିତି ବର୍ଷା ହେଉଥିବା କଥା କବି କହିଛନ୍ତି। ଖୁବ୍ ଜୋରରେ ଶବ୍ଦ କରି ଘଡ଼ଘଡ଼ି ବିଜୁର ତାଳେ ତାଳେ ପୃଥିବୀ ପୃଷ୍ଠରେ ବର୍ଷା ହେଉଥାଏ। ଏହି କଥା କବି ଏଠାରେ କହିଛନ୍ତି। ପିଲାମାନେ ଏ କଥାକୁ ଆଉ ଟିକେ ଭଲ ଭାବରେ ଜାଣିବା ପାଇଁ ଆମେ 4-5ଟି ପ୍ରଶ୍ନ ନେଇ ଟିକେ ଆଲୋଚନା କରିଦେବା। ଚାଲ ତାହେଲେ ପ୍ରଶ୍ନ ଉତ୍ତର ଆଲୋଚନାକୁ। ପିଲାମାନେ କବିତାକୁ ନେଇ ପ୍ରଶ୍ନ ତମମାନେ ମନ ଦେଇ ଟିକେ ଶୁଣିବ। ପ୍ରଥମେ ତମମାନଙ୍କୁ ଗୋଟିଏ ପଦର ପ୍ରଥମ ପାଦ ଦିଶିବ। ଦ୍ୱିତୀୟ ପାଦ କ'ଣ ହେବ ତାହା କହି ତୁମେ ପଦଟିକୁ ପୂରଣ କରିବ। ଏବେ ଦେଖିବା ପ୍ରଥମ ପାଦ କ'ଣ ଆସୁଛି। ଏମନ୍ତେ ଗ୍ରୀଷ୍ମ କାଳ ଗଲା। ପରବର୍ତ୍ତୀ ପାଦ କ'ଣ ହେବ କୁହ ଏବଂ ପଦଟିକୁ ପୂରଣ କର। କ'ଣ ହେବ? ଠିକ୍ କହିଲ, ବର୍ଷା ଋତୁ ପ୍ରକାଶିଲା। ଠିକ୍ ଅଛି, ହେଇଗଲା। ଏମନ୍ତ ଗ୍ରୀଷ୍ମ କାଳ ଗଲା, ବର୍ଷା ଋତୁ ପ୍ରକାଶିଲା। ପରବର୍ତ୍ତୀ କଥାକୁ ଯିବା। ସକଳ ଋତୁଙ୍କର ସାର। ଏହା ଦ୍ୱିତୀୟ ପଦର ପ୍ରଥମ ପାଦ। ତମେ ଦ୍ୱିତୀୟ ପାଦଟିକୁ କହି ପଦଟିକୁ ପୂରଣ କରିବ। ମନେ ପକାଅ, ମନେ ପଡ଼ିଲା? କ'ଣ ତାହେଲେ? ଶସ୍ୟ ସମ୍ପଦ ମଞ୍ଚପୁର। ଭେରି ଗୁଡ୍ ପିଲାମାନେ, ଶସ୍ୟ ସମ୍ପଦ ମଞ୍ଚପୁର। କ'ଣ ହେଲା? ସକଳ ଋତୁଙ୍କର ସାର ଶସ୍ୟ ସମ୍ପଦ ମଞ୍ଚପୁର। ଠିକ୍ ଅଛି, ଆମେ ତୃତୀୟ ପଦକୁ ଯିବା। ତୃତୀୟ ପଦରେ ପ୍ରଥମ ପାଦ ହେଉଛି ମେଘେ ମିଳିଲେ ଶୂନ୍ୟ ପଥେ। ତାପରେ କ'ଣ ମନେ ପଡୁଛି? ହଁ, ବିଜୁଳି ଶବଦ ସଙ୍ଗତେ। ମେଘେ ମିଳିଲେ ଶୂନ୍ୟ ପଥେ, ବିଜୁଳି ଶବଦ ସଙ୍ଗତେ। ହେଇଗଲା। ଚତୁର୍ଥ ପଦକୁ ଯିବା। ଚତୁର୍ଥ ପଦର ପ୍ରଥମ ପାଦ ହେଉଛି ମହିମଣ୍ଡଳ ଦୁଃଖ ଚାହିଁ। ତାପରେ କ'ଣ ହବ? ଜଳ ଛାଡ଼ିଲା ତୋଷ ହୋଇ। ମନେ ପଡୁଛି? ଠିକ୍ ଅଛି, ଚତୁର୍ଥ ପଦ ସରିଲା। ତମମାନେ ସକ୍ସେସଫୁଲି ଭଲ ଭାବରେ ଚତୁର୍ଥ ପାଦକୁ କହିଦେଲ। ଏବେ ପଞ୍ଚମ ପାଦକୁ ଯିବା।
ପଞ୍ଚମ ପାଦର ପ୍ରଥମ ପଦ ହେଉଛି ଘୋର ଶବଦେ ମେଘମାଳ। ଏଥର ତୁମେ ନିଜେ କୁହ ମନେ ପକେଇକି କ'ଣ ହବ? ହଁ, ଗର୍ଜିଣ ବରସନ୍ତି ଜଳ। କେମିତି ହବ? ଘୋର ଶବଦେ ମେଘମାଳ ଗର୍ଜିଣ ବରସନ୍ତି ଜଳ। ତମମାନେ କହିପାରିବ କବି ସକଳ ଋତୁଙ୍କର ସାର କେଉଁ ଋତୁକୁ କହିଛନ୍ତି? ମନେ ପକାଅ। ସକଳ ଋତୁଙ୍କର ସାର ବା ଶ୍ରେଷ୍ଠ। ହଁ, ବର୍ଷା ଋତୁ। ଠିକ ଅଛି, ବର୍ଷା ଋତୁକୁ କହିଛନ୍ତି। ଆଉ ଗୋଟିଏ କଥା କହିଛନ୍ତି, ମେଘେ ମିଳିଲେ ଶୂନ୍ୟ ପଥେ। ଶୂନ୍ୟ ପଥେ କ'ଣ? ହଁ, ଠିକ କହିଲ, ଆକାଶରେ ମେଘେ ମିଳିଲେ, ଅର୍ଥାତ୍ ମେଘମାନେ ପରସ୍ପରକୁ ଆକାଶରେ ମିଳିଲେ। କାହାର ଦୁଃଖ ଚାହିଁ ପୃଥିବୀ ପୃଷ୍ଠରେ ବର୍ଷା ହେଲା? କ'ଣ କୁହାଯାଇଛି? ହଁ, ମହିମଣ୍ଡଳର ଦୁଃଖ ଚାହିଁ ପୃଥିବୀ ପୃଷ୍ଠରେ ବର୍ଷା ହେଲା। ଠିକ ଅଛି। ମେଘମାନେ କିପରି ଭାବରେ ପୃଥିବୀ ପୃଷ୍ଠରେ ବର୍ଷିବାକୁ ଲାଗିଲେ କହିପାରିବ? ମେଘମାନେ ଘୋର ଶବଦ କରି ପୃଥିବୀ ପୃଷ୍ଠରେ ବରସିବାକୁ ଲାଗିଲେ। ଏଇ କଥା କବି ଏଠାରେ କହିଛନ୍ତି। ପିଲାମାନେ, ଆମେ ଏଥର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଉ ଏକ ଅଧ୍ୟାୟରେ ଦେଖାହେବା। ତୁମମାନଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।